ମନରୁ ସବୁ ଭୟ ଗୁଡ଼ା ଚାଲିଗଲା। ଆମ ସାହିରେ ବା ଆଖପାଖରେ ଯଦି କେହି ନିରାଶ୍ରୟ ଲୋକ ମରିଯାଉଥିଲେ ଥିଲା ତେବେ ରାଉତ ବୁଢ଼ା ପ୍ରଚାର ଚଲେଇ ଦେଉଥିଲା ଯେ ସେ ପୂର୍ବଦିନ ରାତିରେ ଗୋଟେ କାକୁଡ଼ି ଚୋରି କରିବାକୁ ବିଲରେ ପଶିଥିଲା। ସାହେବ ଭୂତ ହାବୁଡ଼ରେ ପଡ଼ିଗଲା। ବୋପାଲୋ ମାଲୋ ହୋଇ ପଳାଇଗଲା ସିନା, ହେଲେ କତରା ଧାଇଲା। କୋଉ ବୈଦ୍ୟ ତାକୁ ଭଲ କରିବ? ଶେଷରେ ମଶାଣିକୁ ଗଲା। ସାହେବ ଭୂତ ହାବୁଡ଼ରେ ଯିଏ ପଡ଼ିବ ସିଏ କି ଆଉ ବଞ୍ଚିଏ? ଏହିପରି ବହୁ ନିରାଶ୍ରୟ ଲୋକଙ୍କର ମୃତ୍ୟୁ କାହାଣୀ ସିଏ ପ୍ରଚାର କରି ଲାଗିଥାଏ। ସବୁଥିରେ ସେ ମୃତ୍ୟୁ ବ୍ୟକ୍ତି କୌଣସି ଏକ ଭୂତ ବା ପ୍ରେତ ସଙ୍ଗେ ଆମରି ବିଲରେ ଭେଟଣା ହେବା କଥା ଖଞ୍ଜି ଦିଏ। ଏଇଥିଲାଗି ଦିନ ଦ୍ୱିପ୍ରହରରେ ବି ବାହାରର କେହି ଲୋକ ଆମ ବିଲକୁ ପଶିବାକୁ ଭୟ କରୁଥିଲେ। ରାତି ତ ଦୂରର କଥା, ଏବେ ମୁଁ ବୁଝୁଛି ରାଉତବୁଢ଼ା ଏ ଭୂତ ଓ ଖପିଶମାନଙ୍କୁ ରାତିରେ ଆମ ବିଲରେ ଜଗୁଆଳ କରି ରଖିଥିଲା। କେହି ଯେପରି ଫଳ ବା ଫୁଲ ଚୋରି କରିପାରିବେ ନାହିଁ। ବିନା ଦରମାରେ ଏପରି ଜଗୁଆଳ ରଖିବା କିଛି କମ୍ କଥା ନୁହେଁ। ଆମର ସ୍ୱାର୍ଥ ରକ୍ଷା ପାଇଁ ବୁଢ଼ାର ଏପରି ପ୍ରଚେଷ୍ଟା ମନେ ପକାଇ ଏବେ ମୁଁ ହସେ ସିନା, କିନ୍ତୁ ତା ଉଦ୍ଦେଶ୍ୟରେ ମୋ ମୁଣ୍ଡ ନଇଁଯାଏ। ତା ପ୍ରତି ଆମ ପରିବାରର କର୍ତ୍ତବ୍ୟରେ ହେଲା ବିଷୟ ଭାବି ଏବେ ମଧ୍ୟ ମୋ ମନ ବିଷେଇ ଉଠେ। ତାର ମୋ ପ୍ରତି ସ୍ନେହ ସହାନୁଭୂତି କଥା ମନେ ପକାଇ ମୁଁ ବେଳେ ବେଳେ ଦୀର୍ଘଶ୍ୱାସ ଛାଡ଼େ। ପହିଲେ ବସ୍ ଦେଖ। ଆମ ଘରର ଗୋଟେ ପାଖରେ ପିଠାପୁର ତାରାଚାନ୍ଦ ପାଟଣା ରୋଡ଼ ଲାଗିଥାଏ। ସେ ରାସ୍ତାକୁ ଲାଗି ଆମ 10 ଏକରିଆ ପ୍ଲଟର ଗୋଟେ ଜମି ଥାଏ। ତନ୍ମଧ୍ୟରେ କୁଞ୍ଜିଆ ପୋଖରୀ ବୋଲି ଗୋଟେ ବଡ଼ ପୋଖରୀ ଥିଲା। ପ୍ରାୟ ଦିନ 4ଟା ବେଳେ ଆମେ ଏଇଟାକୁ 2 କରିବାକୁ ଯାଉ ଓ କୁଞ୍ଜିଆ ପୋଖରୀରେ ଶୌଚ ହେଉ। ଦିନେ ସେଇ ପୋଖରୀ ହୁଡ଼ାରେ ବସିଥିଲୁ। ଆମ ସହ କାହ୍ନୁଆ ଥିଲା। ଆମ ଜମିକୁ ଲାଗି ପିଢ଼ାପୁର ରାସ୍ତା ଯାଇଥାଏ। ଦିନେ ଗୋଟେ ମଟର ବସ୍ ସେହି ରାସ୍ତା ଉପର ଦେଇ ଧୀରେ ଧୀରେ ଯାଉଥିଲା। ତାହା ଆଜିକାଲିଆ ବସ୍ର ଅଧାରୁ ବି କମ୍ ହେବ। ଆମେ ବସିଥିବା ସ୍ଥାନରୁ ସେ ରାସ୍ତା ଏତେ ଦୂର ଯେ ସେଠାରେ ଯିବା ଆସିବା କରୁଥିବା ଲୋକଙ୍କୁ ଚିହ୍ନିବା ସହଜ ନଥିଲା। ମୁଁ ବସ୍ଟିକୁ ଦେଖି କେଡ଼େ ବଡ଼ ମଟର ଗାଡ଼ି ବୋଲି ବିସ୍ମୟ ପ୍ରକାଶ କଲି। କାହ୍ନୁଆ କହିଲା, ଦେଖୁଛ ସିନା ଏଡ଼େ ବଡ଼ ଗାଡ଼ି, ହେଲେ ତା ଆଗରେ ହାତ ଦେଖେଇ ଦେଲେ ଗାଡ଼ିଆ ଠକ୍ କରି ରହିଯାଏ। ଏହାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଲାଗି ମୁଁ ସେଇଠି ଠିଆ ହୋଇ ହାତ ଦେଖେଇଦେଲି। କୌଣସି କାରଣରୁ ଗାଡ଼ିଟି ସେଇଠାରେ କିଛି ସମୟ ଠିଆ ହୋଇଗଲା। କାହ୍ନୁଆ କଥା ସତ ବୋଲି ମୁଁ ପଟ୍ କରି ଜାଣିଗଲି। ସଙ୍ଗେ ସଙ୍ଗେ ମୋତେ ଆତଙ୍କ ଗ୍ରାସିଗଲା। ମନେ ମନେ ଭାବିନେଲି ଯେ ମଟରବାଲା ଧାଇଁ ଆସି ମୋତେ ନିଶ୍ଚୟ ପକଡ଼ିବ ଏବଂ କାହିଁକି ବସ୍କୁ ଅଟକାଇଲୁ ବୋଲି ପ୍ରଶ୍ନ କରି ମୋ କାନ ମୋଡ଼ି ଘରେ ମୁରବୀମାନଙ୍କ ପାଖରେ ହାଜର କରାଇବ। ଏକ ମହା ଗଣ୍ଡଗୋଳର ସୂତ୍ରପାତ ହୋଇଯିବ। ଏଥିରୁ ରକ୍ଷା ପାଇବା ଲାଗି ମୁଁ ସେଠାରୁ ଦୌଡ଼ି ଘରକୁ ପଳାଇ ଆସିଲି ଏବଂ ଘରେ ଶୋଉଥିବା ଖଟ ତଳେ ଲୁଚି ରହିଲି। କଥାଟା ଜଣାପଡ଼ିଲାଣି କି ନାହିଁ ତାହା ଶୁଣିବାକୁ କାନ ଡେରି ରହିଥିଲି। କିଛି କୁଆଡ଼ୁ ଶୁଣିଲି ନାହିଁ। ରାତି ପଢ଼ା ଆରମ୍ଭ ସମୟ ହେଲା। ମୋତେ ଖୋଜା ପଡ଼ିଲା। ମୋତେ ବି ସେ ଅନ୍ଧାରୁଆ ଘରେ ରହିବାକୁ ଭାରି ଭୟ ଲାଗୁଥାଏ। ମୁଁ ଚୁପଚାପ ସେଠାରୁ ବାହାରି ପଦାକୁ ଚାଲି ଆସିଲି। କାହ୍ନୁଆକୁ ପଚରା ପଚରି କରି ବୁଝିଲି ମୋର ସେପରି ଭୟ ନିରର୍ଥକ ଥିଲା। ସ୍କୁଲ ଜୀବନ। ଆମର ଚାହାଳି ପାଠ ସବୁ ଅମଲ ହୋଇଯିବା ପରେ ଆମର ଭବିଷ୍ୟତ ପାଠ ସମ୍ବନ୍ଧରେ ଘରେ ଆଲୋଚନା ଚାଲିଲା। ବୁଢ଼ା ବାପା କହିଲେ, ଟୋଲରେ ନାଁ ଲେଖାଇ ସଂସ୍କୃତ ପାଠ ଆରମ୍ଭ କରାଯାଉ। ଏହା ହେଲେ ଆୟୁର୍ବେଦ ପଢ଼ିବା ପାଇଁ ସୁବିଧା ହେବ। ବୁଢ଼ା ବାପା ଚାହୁଁଥିଲେ ତାଙ୍କ ପଛକୁ ପଛ କବିରାଜ ଫୌଜ ସୃଷ୍ଟି କରି ଦେବେ। ବାପା ଆଉ 2 କକେଇ ତାଙ୍କର ତୀବ୍ର ପ୍ରତିବାଦ କଲେ। ସେମାନଙ୍କ ମତ ହେଲା ଆଜିକାଲି ସ୍କୁଲ ପାଠ ନ ପଢ଼ିଲେ ଭବିଷ୍ୟତରେ ଏମାନେ ମାନ୍ଦା ହୋଇ ପଡ଼ିବେ। ଆଜିକାଲି ଯେଉଁମାନେ ସ୍କୁଲ ପାଠ ପଢ଼ୁଅଛନ୍ତି ସେମାନେ ବହୁତ ସାଧାରଣ କଥା ଜାଣିପାରୁଛନ୍ତି। ସ୍କୁଲରେ ତା ସହିତ ଇଂରାଜୀ ମଧ୍ୟ ପଢ଼ାଯାଉଛି। ଏ 2ଟି ବିଷୟ ଆୟତ୍ତ କରିପାରିଲେ ପିଲାମାନେ ଆଉ କେଉଁଠି ହାରିବେ ନାହିଁ। ବୁଢ଼ାବାପା ଇଂରାଜୀରେ ଏଇ ଅକ୍ଷରଟି ଜାଣିନଥିଲେ। ଇଂରାଜୀ ପ୍ରତି ତାଙ୍କର ଗୋଟେ ଅନାଦର ଥିଲା। ସେ ଭାବୁଥିଲେ ସାହେବମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଏ ପାଠଟା ସଂସ୍କୃତକୁ ଏକାବେଳେ ଅପବିତ୍ର କରିଦେବ। ଫଳରେ ଆମେ ସଂସ୍କୃତ ଭଲ ଭାବରେ ହାସଲ କରିପାରିବୁ ନାହିଁ ଏବଂ ଆୟୁର୍ବେଦରେ ପାରଙ୍ଗମ ହୋଇପାରିବୁ ନାହିଁ। ତେଣୁ ଭବିଷ୍ୟତରେ ଆମେ ଭଲ କବିରାଜ ହୋଇପାରିବୁ ନାହିଁ। ବାପା ଆଉ କକେଇ ଜିଗର ଧରି ବସିଲେ, ନା ପିଲାଏ ସ୍କୁଲରେ ପଢ଼ିବେ। ଶେଷରେ ବୁଢ଼ାବାପା ହାତ ହଲେଇ
ଓ ମୁଖ ବିକୃତି କରି କହିଲେ, ହଉ ଯାହା ତୁମର ଇଚ୍ଛା କର। ସେ ଏତେ ବିରକ୍ତ ହୋଇ ଯାଇଥିଲେ ଯେ ବସିବା ସ୍ଥାନରୁ ଉଠି ଶୋଇବା ଘରକୁ ପଳେଇଲେ। ଅବଶ୍ୟ ଏ ବିରକ୍ତ ତାଙ୍କର 15 ମିନିଟ୍ ଯାଏ ବୋଧହୁଏ ରହିନଥିଲା। ସଂସ୍କୃତ ପକ୍ଷରେ ଜଣେ, ଆଉ ଇଂରାଜୀ ପକ୍ଷରେ ଏକରେ ବାପା ଓ 2 ଜଣ କକେଇ, ଏପରି 3 ଜଣ। କଥାରେ ଅଛି ଯେ ଡାକୁ ଘୋଡ଼ା ସରି ନୁହେଁ, ବାପା ଓ କକେଇ ସହଜେ 3 ଜଣ। ସେଠି ବୁଢ଼ା ବାପା ପଛଘୁଞ୍ଚା ଦେବା ଏକ ସ୍ୱାଭାବିକ କଥା। ଆମମାନଙ୍କର ସ୍କୁଲରେ ପଢ଼ିବା କଥା ନିଶ୍ଚିତ ଭାବରେ ଧାର୍ଯ୍ୟ ହୋଇଗଲା। ଚାଟଶାଳୀଆ ଅବଧାନଙ୍କ ପରିବର୍ତ୍ତେ ଜଣେ ସ୍କୁଲ ପାଠ ବିଷୟରେ ଅଭିଜ୍ଞତା ଥିଲା ଇଂରାଜୀଆ ଅବଧାନ ନିଯୁକ୍ତି ହେଲେ। କେଉଁ ସ୍କୁଲରେ ଆମ ନାଁ ଲେଖାଯିବ ସେଥିପାଇଁ ଖୁବ୍ ତନାଘନା ଆଲୋଚନା ଲାଗିଲା। କେଉଁ ସ୍କୁଲରେ ବୁଢ଼ା ବାପାଙ୍କର ଜଣାଶୁଣା ତଥା ବନ୍ଧୁବାନ୍ଧବ ଲୋକ ଅଛନ୍ତି ସେ ବିଷୟରେ ଖୋଜି ଚାଲିଲା। ଶେଷରେ ପ୍ରାକ୍ଟିସିଂ ମିଡଲ ଇଂଲିଶ ସ୍କୁଲଟି ମନୋନୀତ ହେଲା। ସେଥିରେ ହେଡ଼ମାଷ୍ଟର ଓ ଇଂରାଜୀ ମାଷ୍ଟରକୁ ଛାଡ଼ିଦେଲେ ଆଉ ସମସ୍ତ ଶିକ୍ଷକ ବୁଢ଼ାବାପାଙ୍କ ଭଲ ଭାବରେ ଜଣାଶୁଣା। କାରଣ ସମସ୍ତେ ବୁଢ଼ାବାପାଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲେ। ଜଣେ ପଣ୍ଡିତ ଖୁବ୍ ଆଖପାଖ ବନ୍ଧୁ ଥିଲେ। ଆଉ ଗୋଟିଏ ଆକର୍ଷଣୀୟ କାରଣ ମଧ୍ୟ ଥିଲା। ଆମର ଜଣେ ବଡ଼ ଭାଇ ଓ ଜଣେ କକେଇ ସେ ସ୍କୁଲରେ ଆମ ଆଗରୁ ପଢ଼ୁଥିଲେ। ସେମାନେ ଆମ ଅଭିଭାବକର କାର୍ଯ୍ୟ କରିପାରିବେ ବୋଲି ଭାବି ସେହି ସ୍କୁଲଟି ସର୍ବସମ୍ମତିକ୍ରମେ ଠିକ୍ କରାଯାଇଥିଲା। ସ୍କୁଲରେ ନାମ ଲେଖାଇବା ପୂର୍ବରୁ ଆମର ପ୍ରାରମ୍ଭିକ ପ୍ରସ୍ତୁତି କରାଗଲା। ଝିଅ ପିଲାଙ୍କ ପରି ଆମ ହାତରେ, ଗୋଡ଼ରେ ଓ ବାହୁରେ ଖଡ଼ୁବାନ ଥିଲା, କାନରେ ଗୋଖରା ଥିଲା ତ ବେକରେ ଗୋପ ଥିଲା, ଅଣ୍ଟାରେ ରୂପା ଅଣ୍ଟା ସୂତା ଥିଲା। ଏଗୁଡ଼ିକ ଯେ ବିକର୍ଷଣୀୟ ବସ୍ତୁ ତାହା ବୁଢ଼ାବାପା ଜାଣିପାରିନଥିଲେ। ବାପା ଓ କକେଇମାନେ ହାଇସ୍କୁଲରେ ପଢ଼ିଥିଲେ, ତେଣୁ ସେ ସମୟରେ ସ୍କୁଲ ଆବହାୱା ବିଷୟରେ ସଚେତନ ଥିଲେ। ସେମାନେ କହିଲେ, ସଙ୍ଗୀ ପିଲାମାନେ ଏସବୁ ଦେଖି ନିଶ୍ଚୟ ଥଟ୍ଟା ପରିହାସ କରିବେ, ସେଗୁଡ଼ାକ ଟଣାଟଣି କରିବେ। ଆମେମାନେ ନାନା ବିଦ୍ରୂପର ଶରବ୍ୟ ହେବୁ। ଏଣୁ ଏସବୁ ଅଲଙ୍କାରଗୁଡ଼ିକ କାଢ଼ି ପକାଇବା ସର୍ବୈତ୍ୟ କର୍ତ୍ତବ୍ୟ। ପ୍ରସ୍ତାବ ପାସ୍ ହୋଇଯିବା ସଙ୍ଗେ ସଙ୍ଗେ ଆମ ଘର ପାଖେ ଥିବା ଶ୍ରୀଧର ବଢ଼େଇଙ୍କୁ ଡକାଗଲା। ସେ ଏକ ଭ୍ରାମ୍ୟମାଣ ଯନ୍ତ୍ରୀ ଭଳି ସଣ୍ଟୁ ଆସି ପେଚକସ୍, ହାତୁଡ଼ି ଆଦି ଯନ୍ତ୍ରପାତି ଧରି ଆମ ବୈଠକଖାନାରେ ପହଞ୍ଚିଲା। ମୁଁ ବସିପଡ଼ି ଆଗ ଗୋଡ଼ ବଢ଼େଇ ଦେଲି। ବଡ଼ଦିନ ଯାଏ ପିନ୍ଧିବି ବୋଲି ବଡ଼ ଖଡ଼ୁ ହୋଇଥିଲା, କିନ୍ତୁ ଗୋଡ଼ର ଗୋଲେଇ ଛୋଟ ହୋଇଥିବାରୁ ତାକୁ ପିଟି ପାଟି ଗୋଟାଏ ମୁହଁ ଉପରେ ଆର ମୁହଁଟାକୁ ମଡ଼େଇ ଦିଆଯାଇଥିଲା। ଶ୍ରୀଧାରୀ ପ୍ରଥମେ ସେ ଖଡ଼ୁକୁ ପରୀକ୍ଷା କରି ଖଡ଼ୁଟା ସଣ୍ଟୁ ଆସି ସାହାଯ୍ୟରେ ଖୋଲି ହେବ ନାହିଁ ଏବଂ ବିଶେଷ କଲା କୌଶଳ ସେଥିପାଇଁ ଦରକାର ବୋଲି ମତବ୍ୟକ୍ତ କଲା। ଗୋଟାଏ ପୋଖତ ଯନ୍ତ୍ରୀ ବିକଳ ଯନ୍ତ୍ରକୁ ଦେଖି ନିଜର ମସ୍ତିଷ୍କ ଚାଳନ କଲାପରି ସେ ପ୍ରଥମେ ତା'ର ମସ୍ତିଷ୍କ ଚାଳନ କଲା। ଶେଷରେ ଉପାୟଟି ତା ମସ୍ତିଷ୍କରେ ପଶିଲା। ସୂତାରେ ସରୁ ଦଉଡ଼ି 2ଟି ଆଣିବାକୁ ସେ ଆଦେଶ ଦେଲା। ଖଡ଼ୁର 2 ପାଖ ଗୋଡ଼ରେ 2 ସୁତୁଲିକୁ ବାନ୍ଧି ଦିଆଗଲା। ଗୋଟାଏ ଦିଗରେ ସ୍ୱୟଂ ଯନ୍ତ୍ରୀ ଶ୍ରୀଧାରୀ ଓ ଅନ୍ୟପଟେ ଆମର ଜଣେ ବନ୍ଧୁ ଧରି ଟାଣିଲେ। ଯନ୍ତ୍ରୀ ଯେ ଏସବୁ କାର୍ଯ୍ୟରେ ବିଶେଷ ପଟୁତା ଓ ଦକ୍ଷତା ଲାଭ କରିଛି, ତାହା ଅନ୍ୟୁନ 8-10 ଥର ବ୍ୟକ୍ତ କରିସାରିଥିଲା। ଏପରି ଏକ କଳାକୌଶଳ ପୂର୍ଣ୍ଣ ଯାନ୍ତ୍ରିକ ପ୍ରକ୍ରିୟାକୁ ଦେଖିବା ଲାଗି ଆମ ଚାରିପାଖଯାକ ଅନ୍ୟୁନ 7-8 ଜଣ ଦର୍ଶକ ଘେରି ଠିଆ ହୋଇଥିଲେ। ଦଉଡ଼ି ଟଣା ଖେଳ ପରି 2 ପାଖରୁ ଟଣା ହେଲା ବେଳେ ଉପସ୍ଥିତ ଦେଖଣାହାରୀ ଉତ୍ସାହ ବାଣୀ ମଧ୍ୟ ଦେଉଥିଲେ। ଦୁର୍ଭାଗ୍ୟବଶତଃ ଯନ୍ତ୍ରପାଖ ସୁତୁଲିଟା ପରିହା ବୋଲି କାହାରି ସନ୍ଦେହ ମଧ୍ୟ ହେଉନଥିଲା। ଯନ୍ତ୍ରୀ ପାଖ ସୁତୁଲିଟା ଏବେ ଭଡ଼ କରି ଛିଣ୍ଡିଗଲା। ତା ମୁଣ୍ଡଟା କବାଟରେ ବାଡ଼େଇ ହୋଇଗଲା। ସେ ସମସ୍ତଙ୍କ ଉପରେ ବିରକ୍ତ ହୋଇ କହିଲା, ଏସବୁ ହୁସିଆର କାମରେ ଏମିତି ପାଟିତୁଣ୍ଡ କଲେ ଗୋଳମାଳ ହବ ହିଁ ହବ। ତା ମୁଣ୍ଡଟା କବାଟରେ ବାଜିବା ଓ ସୂତାଟା ଛିଣ୍ଡିଯିବା ପାଇଁ ଏପରି ପାଟିତୁଣ୍ଡ ଦାୟୀ। ପୁଣି ମୋଟା ନୂଆ ସୁତୁଲି ଆସିଲା ଏବଂ 2 ଗୋଡ଼କୁ କଳାମୁକ୍ତ କରାଗଲା। ଦରକାର ନଥିଲେ ବି ଶ୍ରୀଧାରୀ ସମସ୍ତ ଯନ୍ତ୍ରପାତି ଅଲଙ୍କାର-ଗୁଡ଼ିକ ସ୍ପର୍ଶ କରିଥିଲା। କାନ, ଗୋଖରା ଏବଂ ବେକର ଗୋପ ସବୁ ବାପା ଓ କକେଇମାନେ ଖୋଲି ଦେଇଥିଲେ। ଦେହଟା ଲଙ୍ଗଳା ଲାଗିଲା। 7-8 ବର୍ଷ ବେଡ଼ି ସହ ଦେହର ଅଚ୍ଛେଦ୍ୟ ସମ୍ବନ୍ଧ ସ୍ଥାପିତ ହୋଇ ସାରିଥିଲା। ତେଣୁ ଦେହ ପ୍ରଥମେ ବିଦ୍ରୋହ କରି ଉଠିଥିଲା ଓ ଧୀରେ ଧୀରେ ଭୁଲି ଯାଇଥିଲା। ପରିଧାନର ମଧ୍ୟ ପରିବର୍ତ୍ତନ କରାଗଲା। ଆଗରୁ ଆମେ ଆଣ୍ଠୁଯାଏ ପଡ଼ୁଥିବା ନାଲିଆ ନେଳିଆ କସ୍ତା ପିନ୍ଧୁଥିଲୁ।
ଆଣ୍ଠୁ ତଳକୁ ଝୁଲି ପଡ଼ୁଥିବା ଲୁଗା ପିନ୍ଧେଇ ଆମକୁ ଚାଲବୁଲା କରିବାରେ ଅଭ୍ୟସ୍ତ କରାଗଲା। ଦୌଡ଼ା ଦୌଡ଼ି କଲାବେଳେ କାଳେ ଛନ୍ଦିରି ମନ୍ଦିରି ହୋଇ ପଡ଼ିଯିବୁ ତାହାର ନିବାରଣ ପାଇଁ ଏକ ପ୍ରସ୍ତୁତି ଅପରିହାର୍ଯ୍ୟ ହୋଇ ଉଠିଲା। ଶେଷରେ ପାଠଘରେ ନୂଆ ଇଂରାଜୀ ଅବଧାନ ସ୍କୁଲ ବିଷୟରେ ଆମ ଦୁହିଁଙ୍କୁ ପ୍ରାରମ୍ଭିକ ସୂଚନା ଦେବାରେ ଲାଗି ପଡ଼ିଲେ। ସ୍କୁଲରେ ବହୁତ ଶ୍ରେଣୀ ଅଛି। ଏକା ପାଠ ପଢ଼ିଥିବା ପିଲାଏ ଗୋଟାଏ ଶ୍ରେଣୀରେ ପଢ଼ନ୍ତି। ଉଚ୍ଚ ପାଠ ପାଇଁ ଉଚ୍ଚ ଶ୍ରେଣୀ ଓ ନିମ୍ନ ପାଠ ପାଇଁ ନିମ୍ନ ଶ୍ରେଣୀ ସବୁ ଅଛି। ପ୍ରତ୍ୟେକ ବିଷୟ ପାଇଁ ଜଣେ ଜଣେ ମାଷ୍ଟର ଅଛନ୍ତି। ସେ 45 ମିନିଟ୍ ପଢ଼ାଇ ସାରିବା ପରେ ଶ୍ରେଣୀ ବା କ୍ଲାସରୁ ଚାଲିଯାଆନ୍ତି ଓ ଆଉ ଜଣେ ମାଷ୍ଟର ଆସି ଆଉ ଏକ ବିଷୟ ପଢ଼ା ଆରମ୍ଭ କରନ୍ତି। ପ୍ରଥମେ ଯେଉଁ ମାଷ୍ଟର ଆସି କ୍ଲାସରେ ହାଜିରା ପକାନ୍ତି ତାଙ୍କୁ କ୍ଲାସ ମାଷ୍ଟର କହନ୍ତି। ସେ ଆସି ତୁମ ନାଁ ଡାକିଲା ବେଳେ ତୁମେ ଠିଆ ହୋଇ ପ୍ରେଜେଣ୍ଟ ସାର୍ ବୋଲି କହିବ। କାଲି ଏ ଶବ୍ଦଟି ଆମେ ଭୁଲିଯିବୁ ସେଥିଲାଗି ଆମକୁ ତାହା 10-15 ଥର ଘୋଷେଇ ଦିଆଯାଇଥିଲା। ଯଦି କେତେବେଳେ ଅଡ଼ୁଆ ବି ଅସୁବିଧା ଉପୁଜେ ତେବେ ଉପର କ୍ଲାସରେ ପଢ଼ୁଥିବା ରାମନ୍ନା ଏବଂ କାହ୍ନୁ କକେଇଙ୍କୁ ପଚାରିବ। ସ୍କୁଲ ସମୟ ମଝିରେ ଟିକେ ବୁଲାଚଲା କରିବା ଲାଗି ଅଧଘଣ୍ଟାଏ ଛାଡ଼ି ଦିଆଯାଏ। ତାକୁ ଖେଳ ଛୁଟି ପିରିୟଡ଼ କହନ୍ତି। ଆଗରେ ମାଷ୍ଟରକୁ ଦେଖିବା ମାତ୍ରେ ମୁଣ୍ଡ ନୁଆଁଇ ନମସ୍କାର କରିବ। କ୍ଲାସରେ ପଢ଼ିଲା ବେଳେ ଯଦି ଶୋଷ ଲାଗେ ବା ପରିସ୍ରା ଦେଖାଏ ତେବେ ପଢ଼ାଉଥିବା ମାଷ୍ଟରକୁ କହି ବାହାରକୁ ଯିବ। ଏସବୁ ପାଠ ଆୟତ୍ତ କରିବା ଲାଗି ଆମକୁ ବହୁବାର ପରୀକ୍ଷା ଦେବାକୁ ପଡ଼ିଥିଲା। ଆଗରୁ ଜ୍ୟୋତିଷକୁ ଡକାଇ ନାମଲେଖା ଦିନ ଧାର୍ଯ୍ୟ କରାଯାଇଥିଲା। କଟକ ସହରରେ ପ୍ରାୟ ସବୁ କର୍ମାଣିଆ ପଣ୍ଡିତ ବୁଢ଼ାବାପାଙ୍କର ଅତି ଆପଣାର ଥିଲେ। ବୁଢ଼ାବାପା ତାଙ୍କ ଦ୍ୱାରା ମଧ୍ୟ ଶୁଭଦିନ ନିର୍ଘଣ୍ଟ କରାଇ ଦେଇଥିଲେ। ସେହି ସବୁ ଦିନକମାନଙ୍କ ଭିତରୁ ଆମକୁ ସୁହାଇଲା ଭଳି ଦିନଟି ସ୍ଥିର ହୋଇଯାଇଥାଏ। ନିର୍ଦ୍ଦିଷ୍ଟ ଦିନ ବଡ଼ କକେଇ, ତାଙ୍କ ପୁଅ ହୃଷିକେଶ, ଭାଇନା, ମୁଁ, ଦଦେଇଙ୍କ ପୁଅ ରାମନ୍ନା ଓ କାହ୍ନୁ କକେଇ, ଆମର ଇଂରାଜୀ ଅବଧାନ, ଆମ ମଧୁ ପିଉସା ଏକ ଦଳରେ ଏକ ପ୍ରକାର ଶୋଭାଯାତ୍ରା କରି ପ୍ରାକ୍ଟିସ ମିଡଲ ଇଂଲିଶ ସ୍କୁଲକୁ ବାହାରିଲୁ। ବୋଉ ଆମ ଦୁହିଁଙ୍କ ଉପରେ ଟିକେ ପାଦୁକ ପାଣି ଛିଞ୍ଚି ଦେଇଥିଲା। ଖାଇବା ପିଇବାଟା ମଧ୍ୟ ସେଦିନ ଖୁବ୍ ଭଲ ହୋଇଥିଲା। ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ଶୁଭ ମୁହୂର୍ତ୍ତର ଘରୁ ବାହାରି ପଡ଼ିଲୁ। ବାମ୍ଫିସାହି ଗସ୍ତା ଦେଇ ତେଲେଙ୍ଗା ବଜାରରୁ ନୃସିଂହନାଥ ମଠ ଦେଇ ଏକାବେଳକେ କାଠଯୋଡ଼ି ବନ୍ଧ ଉପରକୁ ଆସି ସେଇ ବନ୍ଧେ ବନ୍ଧେ ସିଧାସଳଖ ଯାଇ ପ୍ରାକ୍ଟିସିଂ ଇଂଲିଶ ମିଡିଲ ସ୍କୁଲ ହାତରେ ପଶିଲୁ। ଚିହ୍ନା ଓ ବନ୍ଧୁ ମାଷ୍ଟରମାନେ ଆମମାନଙ୍କୁ ବଡ଼ ଆଦର କଲେ। ଅଳ୍ପ ସମୟ ଭିତରେ ସେ ସମୟରେ ଷଷ୍ଠ ଶ୍ରେଣୀରେ ଆମର ଲେଖା ହୋଇଗଲା। ଆମ ଉପରେ ସତର୍କ ଦୃଷ୍ଟି ରଖିବା ଲାଗି ଛାତ୍ର ପଣିଆରେ ଆଗରୁ ପୋଖତ ହୋଇଥିବା ରାମନ୍ନା ଓ କାହ୍ନୁ କକେଇଙ୍କୁ ନିର୍ଦ୍ଦେଶ ଦିଆଗଲା। ଷଷ୍ଠ ଶ୍ରେଣୀରେ ସବା ଆଗ ବେଞ୍ଚରେ ଆମ ସ୍ଥାନ କରି ଦିଆଗଲା। ଗୋଟାଏ ପିରିୟଡ଼ ସରିବା ମାତ୍ରେ ସଙ୍ଗୀ ପିଲାମାନେ ଆସି ଆମକୁ ବେଢ଼ି ଯାଆନ୍ତି। ଆମେ ନୂଆ ହୋଇଥିବାରୁ ଆମକୁ ଭାରି ଭୟ ଲାଗୁଥାଏ। ଆମର ଡରକୁଲା ଓ ଲାଜକୁଲାପଣ ଦେଖି ଅନ୍ୟ ପିଲାମାନେ ନାନା ପ୍ରକାର ଥଟ୍ଟା କରିବାକୁ ଲାଗିଲେ। ସମସ୍ତେ ଯେ ଆମର ଶତ୍ରୁ ଥିଲେ ତା ନୁହେଁ। ଜଣେ ଅଧେ ପିଲା ନୂଆ ପିଲାଙ୍କୁ ଏପରି ଥଟ୍ଟା କରିବା ଉଚିତ ନୁହେଁ ବୋଲି କହିଥିଲେ। କେତେକ ମାଙ୍କଡ଼ିଆ ପିଲା ଆମକୁ ଦାନ୍ତ ଦେଖାଇ ଖତେଇ ହେଉଥିଲେ ଏବଂ ଆମର ଚୁଟି ଓ କାମିଜକୁ ମଝିରେ ମଝିରେ ଟାଣି ଦେଉଥିଲେ। ଆମ ଦୁହିଁଙ୍କ ଭିତରୁ ଜଣେ ଆକ୍ରାନ୍ତ ହୋଇ ଉଠିଲେ ଆମେ ଦୁହେଁ କାନ୍ଦି ପକାଉଥିଲୁ। ତାହା ମଧ୍ୟ ହାସ୍ୟରୋଳ ସୃଷ୍ଟି କରୁଥିଲା। ଚୁଟି ଟାଣିଲା ବାଲା କହୁଥିଲା, ଆରେ ମୁଁ ଯା, ଚୁଟି ଟାଣିଲେ ସେ ସିନା କାନ୍ଦନ୍ତି, ଯା ଚୁଟି ଟାଣିନେ, ସେ କାହିଁକି କାନ୍ଦୁଛି? ଆମେ ସମୟ ସମୟ ଯାଇ ରାମନ୍ନା ଓ କାହ୍ନୁ କକେଇ ପାଖରେ ଫେରନ୍ତା ହେଉ। କଥାଟା କ୍ରମେ ବୁଢ଼ାବାପାଙ୍କର ଅତି ପ୍ରିୟ ବନ୍ଧୁ ଡ୍ରିଲ ଟିଚର କମଳାବାବୁଙ୍କ କାନ ଯାଏ। ସେ ହେଡ଼ମାଷ୍ଟରକୁ ଆହୁରି ଅଧିକ ଶକ୍ତିଶାଳୀ ଥିଲେ। ତାର କାରଣ ପରେ ବର୍ଣ୍ଣିତ ହେବ। ଚୁଟି ଟାଣିଥିବା ପିଲାଟା ତାଙ୍କଠାରୁ 2-4 ବେତ ଖାଏ। ଏହିପରି କେତେଟା ଦୁଷ୍ଟ ପିଲା କମଳବାବୁଙ୍କର ବେତମାଡ଼ ଖାଇବା ପରେ ଆମକୁ ହଇରାଣ କରୁଥିବା ପିଲାଏ ସତର୍କ ହେଇଗଲେ। ସେମାନେ ଜାଣିପାରିଲେ କମଳବାବୁ ଓ ଅନ୍ୟାନ୍ୟ ମାଷ୍ଟରମାନେ ଆମର ଜଣାଶୁଣା। କ୍ରମେ ଶତ୍ରୁତା ମିତ୍ରତାରେ ପରିଣତ ହୋଇଥିଲା। ତେବେ ମଝିରେ ମଝିରେ ଚିମୁଟି ଗାଳି ଦେଇ ଯେ ନ ହେଉଥିଲା ଏମନ୍ତ ନୁହେଁ। ଆମେ ଦୁହେଁ ରାମନ୍ନା ଓ କାହ୍ନୁ କକେଇ ଉପରେ ଏତେ ନିର୍ଭରଶୀଳ ହୋଇ ଯାଇଥିଲୁ ଯେ କ୍ଲାସ ଚାଲିଥିବା ବେଳେ ପେନସିଲର ମୁନ ଭାଙ୍ଗିଗଲେ ପେନସିଲକୁ ନେଇ ଉପର କ୍ଲାସକୁ ଯାଉଥିଲୁ। ସେଠି ରାମନ୍ନା କିମ୍ବା କାହ୍ନୁ କକେଇ ଆମକୁ ଦେଖିବା ମାତ୍ରେ କ୍ଲାସରୁ ବାହାରି ଆସି ଆମ ପେନସିଲ କାଟି ଦେଉଥିଲେ ବା ଅନ୍ୟ ଯାହା କିଛି କରିବା କଥା କରି ଦେଉଥିଲେ ବା ଉପଦେଶ ଦେଉଥିଲେ।
ତାଙ୍କ କ୍ଲାସର ଶିକ୍ଷକ ମଧ୍ୟ ଆମର ଅସହାୟ ପଣିଆ ଜାଣି ଥିବାରୁ ତାଙ୍କ କାର୍ଯ୍ୟକୁ ଅନୁମୋଦନ କରୁଥିଲେ। ପ୍ରଥମେ ପ୍ରଥମେ କ୍ଲାସ୍ ବଦଳି ବେଳେ ଆମକୁ ବଡ଼ ଅଡ଼ୁଆରେ ପଡ଼ୁଥିଲୁ। ନର୍ମାଲ ଟ୍ରେନିଂ ସ୍କୁଲର ଅଧୀନରେ ଆମେ ସ୍କୁଲଟି ଥିଲା। ବେଳେ ବେଳେ ଆମକୁ ଶ୍ରେଣୀଗୃହ ଛାଡ଼ି ହଲ୍କୁ ଯିବାକୁ ପଡ଼ୁଥିଲା। ହଲ୍ରେ ଆମେ ସବୁ ଆଗ ବେଞ୍ଚରେ ବସୁଥିଲୁ। ପଛ ବେଞ୍ଚ ମାନଙ୍କରେ ଟ୍ରେନିଂ ସ୍କୁଲର ଭେଣ୍ଡିଆ ଛାତ୍ରମାନେ ବସୁଥିଲେ। ସେଇ ଟ୍ରେନିଂ ସ୍କୁଲର ମାଷ୍ଟରମାନେ ଆମକୁ ନମୁନା ପ୍ରଶିକ୍ଷଣ ଦେଉଥିଲେ। ତା ଟ୍ରେନିଂ ସ୍କୁଲର ଭେଣ୍ଡିଆ ଛାତ୍ରମାନେ ବସି ଶୁଣୁଥିଲେ। ଏହିପରି ଘଟଣାରେ ଥରେ ଆମ ଶ୍ରେଣୀ ପିଲା ଏ ଯାଇ ହଲ୍ର ଆଗ ବେଞ୍ଚ ମାନଙ୍କରେ ବସିଗଲେ। ତା ଆଗରୁ ଟ୍ରେନିଂ ସ୍କୁଲର ପିଲାମାନେ ପଛ ବେଞ୍ଚରେ ବସି ସାରିଥିଲେ। ପ୍ରଥମେ ଆମ ଶ୍ରେଣୀରେ ଥାଇ ବସିଲୁ। ଏ ପିଲାମାନେ ଛୁଟି ହୋଇ ଚାଲିଗଲେ। ଆମେ ପଦାକୁ ବାହାରି ଅନ୍ୟ କୌଣସି ପିଲାର ସନ୍ଧାନ ପାଇଲୁ ନାହିଁ। ତହୁଁ ଆମେ ଉପର ଶ୍ରେଣୀର ରାମାନ୍ୟ ଓ କାହ୍ନୁ କେଇଙ୍କ ପାଖକୁ ଗଲୁ। କାହ୍ନୁ କେଇ ବାହାରି ଆସି ଆମକୁ କହିଲେ, ଆରେ ତୁମେ ଇଆଡ଼େ କୁଆଡ଼େ ଆସିଲ? ତୁମେ ଯା ହଲ୍ରେ ବସିବ। ସେଠି ପରା ମିଟିଂ ଚିଟିଂ କ୍ଲାସ୍ ହେଉଛି। ବଡ଼ ସାର୍ ମାନେ ପାଠ ପଢ଼ାଉଛନ୍ତି। ଯା ସେଠିକି ଯା। ଆମେ ଦୁହେଁ ଯାଇ ହଲ୍ ଦୁଆର ମୁହଁରେ ଠିଆ ହେଲୁ। ସେତେବେଳେ ଟ୍ରେନିଂ ସ୍କୁଲର ସାର ପାଠ ଆରମ୍ଭ କରି ଦେଇଥାନ୍ତି। ସେ ବୋଧହୁଏ ମନରେ ଭାବିଲେ ବାଟ ଭୁଲି ଦିଟା ଛେଳି ଛୁଆ ଇଆଡ଼େ ମାଡ଼ି ଆସୁଛନ୍ତି। ସେ ଆମ ଦୁଇ ଜଣଙ୍କୁ ମନା କରିଦେଲେ। ଏଠି ନାହିଁ, ପଲା। ଆମେ ଭୟରେ ସେଠାରୁ ପଳାଇ ଆସିଲୁ। ଅନ୍ୟ ଦିଗରୁ ହେଡ଼ମାଷ୍ଟର ଆସୁଥିଲେ। ସେଇ ଆମ ଦୁଇ ଜଣଙ୍କୁ ଦେଖି କହିଲେ, ଆରେ ତୁମେ କ୍ଲାସରେ ପଳାଇ ଆସିଲ କାହିଁକି? ଆମେ କହିଲୁ ଯେ ସେଠିକି ଯିବାକୁ ସାର୍ ଆମକୁ ବାରଣ କଲେ। ତହୁଁ ହେଡ଼ମାଷ୍ଟର ଆମ ଦୁହିଁଙ୍କ ହାତ ଧରି ହଲ୍ ଭିତରକୁ ନେଇଗଲେ ଏବଂ ବଡ଼ ସାର୍ଙ୍କୁ କହିଲେ, ଏ ପିଲା ଦୁହେଁ ନୂଆ, ମଣ ହୋଇ ନାହାନ୍ତି। ମଣ ହୋଇଗଲେ ସବୁ ଜାଣିପାରିବେ। ୟାଙ୍କୁ କ୍ଲାସ୍ ଭିତରକୁ ନିଅନ୍ତୁ। ଆମ ଭଳି ଦୁଇଟି ଛେଳି ଛୁଆକୁ ଦେଖି ବଡ଼ ସାର୍ ହସିଦେଲେ ଓ ଆଗ ବେଞ୍ଚରେ ଥାନ କରି ଆମକୁ ବସାଇ ଦେଲେ। ଆମ ଦୁହିଁଙ୍କ ମଣ ହେବା ଲାଗି ପ୍ରାୟ 10-15 ଦିନ ଲାଗିଥିଲା। ଆମର ଲାଜକୁଲା ଓ ଡରକୁଲା ଭାବ ପୂରାପୂରି ଚାଲିଯିବା ପାଇଁ ପ୍ରାୟ 5-6 ମାସ ଚାଲିଗଲା। ଘରୁ ଆମେ ଯେତେବେଳେ ସ୍କୁଲକୁ ବାହାରୁ, ସେତେବେଳେ ଆମେ 4 ଜଣ ଥାଉ। ବାଟରେ ଆମ ସାହିରୁ 2 ଜଣ ପିଲା ଯୋଗ ଦିଅନ୍ତି। ବାମ୍ପି ସାହିରୁ 4 ଜଣ ପିଲା ଯୋଗ ଦିଅନ୍ତି। ଏହିପରି ଆମେ 10 ଜଣ ପିଲା ଗୋଟାଏ ଦଳ ବାନ୍ଧି ନିତି ସ୍କୁଲକୁ ଯାଉ ଓ ଫେରୁ। ଆମ ଘର ଖୁବ୍ ପ୍ରତିପତ୍ତିଶାଳୀ ହୋଇଥିବାରୁ ଏ ପିଲାମାନେ ଆମକୁ ଭାରି ଖାତିର କରୁଥିଲେ। ଏଣୁ ଆମ ମେଣ୍ଟଟା ଖୁବ୍ ଟାଣୁଆ ହୋଇଥିଲା। ବାଟରେ କାହାକୁ ଭୟ ନ କରି ସ୍ୱଚ୍ଛନ୍ଦରେ ସ୍କୁଲକୁ ଯାଉଥିଲୁ ଓ ଫେରୁଥିଲୁ। ଘର ବାହୁଡ଼ା ଗୋରୁମାନେ ମଝିରେ ମଝିରେ ଯେପରି ଶିଙ୍ଗରେ ମୃଦୁ ଭୁଷି ହୋଇଯାଆନ୍ତି, ଆମ ଦଳ ଭିତରେ ସେହିପରି ମଝିରେ ମଝିରେ ପେଲାପେଲି ଲାଗିଯାଏ। ଆମ ଦଳ ବାହାରର ଜଣେ ଅଧେ ପିଲା ଫେରିଲା ବେଳେ ଆମ ଦଳର ପିଲାଙ୍କୁ ଟିକେ ଥଟ୍ଟା ନକଲ କଥା କହିଦେଲେ ଆମ ତରଫରୁ ସେହିପରି ଥଟ୍ଟା ନକଲ ଚାଲେ। ଟିକେ ହୋ ହା ହୋଇଯାଏ। ତାପରେ ବାଟରୁ ଜଣ ଜଣ ହୋଇ ଖସିଯାଆନ୍ତି। ଆମେ 4 ଜଣ ଆସି ଘରେ ପହଞ୍ଚୁ। ଟ୍ରେନିଂ ସ୍କୁଲ ଓ ଆମ ସ୍କୁଲ ବିଷୟରେ 2-4 ପଦ ନ କହିଲେ ଆମ ସ୍କୁଲ ଜୀବନଟା ଅପୂର୍ଣ୍ଣ ରହିଯିବ। ଟ୍ରେନିଂ ସ୍କୁଲର ହେଡ଼ମାଷ୍ଟର ସେତେବେଳେ ଥାନ୍ତି ଦାଶରଥି ପାଣିଗ୍ରାହୀ। ସାଧାରଣ ଉଚ୍ଚତା ଓ ସରୁ ଦେହ। ବେଶ୍ ଭଲ ନିଶ ଦାଢ଼ି ରଖିଥାନ୍ତି। ତାହା ତାଙ୍କୁ ଖୁବ୍ ମାନୁଥାଏ। ସେ ସ୍କୁଲର ସାରମାନଙ୍କୁ ଆମେ ବଡ଼ ସାର୍ କହିଥାଉ। ଯେହେତୁ ଆମ ସ୍କୁଲ ଟ୍ରେନିଂ ସ୍କୁଲର ଅଧୀନରେ ଥାଏ, ଆମେ ବଡ଼ ସାର୍ମାନଙ୍କୁ ମହାକ୍ଷମତାଶାଳୀ ବୋଲି ଭାବୁଥିଲୁ। ଦୈବାତ୍ ବାଟରେ ହାବୁଡ଼ି ଗଲେ ଆମେ ନମସ୍କାର ପକାଇ 4-5 ହାତ ଘୁଞ୍ଚି ଯାଉଥିଲୁ। ଆମ ସ୍କୁଲର ହେଡ଼ମାଷ୍ଟର ଥିଲେ ହାରାଧନ ବୋଷ। ତାଙ୍କ ପରି ଛାତ୍ରବତ୍ସଳ ହେଡ଼ମାଷ୍ଟରଟି ଆଜି ଯାଏ ମୋ ଆଖିରେ ପଡ଼ିନି। ଶେଷ 2 କ୍ଲାସରେ ସେ କେବଳ ଇଂଲିଶ ପଢ଼ାନ୍ତି। କ୍ଲାସ୍ ନ ଥିଲା ବେଳେ ବେଳେ ସେ ବେତଟିଏ ଧରି ସ୍କୁଲର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ବାରଣ୍ଡାରେ ପଇଁଚାରି କରନ୍ତି। କେଉଁଠି କେଉଁ ପିଲା ଗଣ୍ଡଗୋଳ କରିବାରେ ଦେଖିଲେ ସେ ତାକୁ ପାଖକୁ ଡାକି ବେତରେ ପାହାରେ ଦିଅନ୍ତି। ସେ ବେତ ଖୁବ୍ ଉପରକୁ ଉଠେ ସତ, ମାତ୍ର ପିଲା ଉପରେ ପଡ଼ିଲା ବେଳେ ତାଙ୍କ ହୃଦୟରେ ପିତୃସୁଲଭ ସ୍ନେହ ବେତର ରାଗତିକୁ ଶିଥିଳ କରିଦିଏ।
ବେତଟି ପିଲା ପିଠିରେ ପଡ଼ିବା ପରିବର୍ତ୍ତେ ତାକୁ ସ୍ପର୍ଶ କରେ ମାତ୍ର ତଥାପି ସେ ପିଲାଟି ବୋପାଲୋ ମାଲୋ ବୋଲି ରଡ଼ି ଛାଡ଼େ। ତାପରେ ହେଡ଼ମାଷ୍ଟର ତା ପିଠିକୁ ଆଉଁସି ଦେଇ ତାକୁ ବୁଝେଇ ଲାଗନ୍ତି, ଆଉ ଦିନେ ଏପରି ଗଣ୍ଡଗୋଳ କରିବୁନି। ବେତର ସ୍ପର୍ଶ ମାତ୍ରେ ଏପରି ରଡ଼ି ଦେବା ପଛରେ ଗୋଟାଏ ପରମ୍ପରା ରହିଥିଲା। କେଉଁ ଅଜଣା ଦିନ ଗୋଟାଏ ଛାତ୍ର ଏହିପରି ବଡ଼ ପାଟି କରି ହେଡ଼ମାଷ୍ଟରଙ୍କ କ୍ରୋଧ ଓ ବିରକ୍ତକୁ ଶାନ୍ତ କରାଇ ତାଙ୍କ ହୃଦୟକୁ ସ୍ନେହରେ ବିଗଳିତ କରାଇ ଦେଇ ପାରିଥିଲା। ସେହି ପିଲାଟି ଏହି ଗବେଷଣା ଲବ୍ଧ ଜ୍ଞାନଟିକୁ ଅନ୍ୟ ପିଲାମାନଙ୍କୁ ଜଣାଇ ଦେଇ କହିଥିଲା, ହେଡ଼ମାଷ୍ଟ୍ରେ ଯେତେବେଳେ ପ୍ରଥମ ବେତର ପିଠି ସ୍ପର୍ଶ କରିବେ, ସେତେବେଳେ ବୋପାଲୋ ମାଲୋ କରି ପାଟିଟାଏ କରିଦେଲେ ସେତିକିରେ ବେତ୍ରାଘାତ ବନ୍ଦ ହୋଇଯିବ। ଓଲଟା ହେଡ଼ମାଷ୍ଟ୍ରେ ପିଠିକୁ ଆଉଁସି ପକାଇବେ। ଏତକ ନ କଲେ ତାଙ୍କର ଦ୍ୱିତୀୟ ଓ ଅପେକ୍ଷାକୃତ ଅଧିକ ପୀଡ଼ାଦାୟକ ବେତ୍ରାଘାତ ଭୋଗିବାର ନିଶ୍ଚିତ ସମ୍ଭାବନା ରହିବ। ହେଡ଼ମାଷ୍ଟରଙ୍କ ପ୍ରଥମ ବେତର ସ୍ପର୍ଶ ପିଠି ଉପରେ ଥିବା କାମିଜ କେବଳ ଅନୁଭବ କରେ, ପିଠିର ଚର୍ମ ଯାଏ ତାହା ପହଞ୍ଚି ପାରେ ନାହିଁ। ଏ ଜ୍ଞାନଟି ସ୍କୁଲର ପ୍ରତ୍ୟେକ ପିଲାଙ୍କ ପାଖରେ ବିତରିତ ହୋଇ ସାରିଥିଲା। ଆମ ହେଡ଼ମାଷ୍ଟ୍ରେ ବର୍ଷା, ରାମ ଓ ଘଡ଼ଘଡ଼ିକୁ ଭାରି ଭୟ କରନ୍ତି। ଥରେ ଖୁବ୍ ଜୋରରେ ଗୋଟାଏ ଘଡ଼ଘଡ଼ି ମାରିଦେବାରୁ ଅଫିସରେ ବସିଥିବା ସମୟରେ ସେ ବେହୋସ ହୋଇଗଲେ। ଯଦି ବର୍ଷା ଜୋରରେ ଅସରାଏ ହୋଇ ଛାଡ଼ିଯାଏ ଓ ସେହିପରି ପାଗ ମେଘୁଆ ହୋଇ ରହେ, ତେବେ ସେ ଦସ୍ତରିକୁ ଯୋଡ଼ିଏ ଟଙ୍କା ଦେଇ ମୁଢ଼ି, ଉଖୁଡ଼ା, ନଡ଼ିଆ ନେଇ ଆସିବାକୁ କହନ୍ତି। ଅଳ୍ପ ସମୟ ଭିତରେ ବଡ଼ ବଡ଼ ବେତାରେ 3 ବେଢ଼ା ମୁଢ଼ି ତା ସହିତ ଉଖୁଡ଼ା ଓ ନଡ଼ିଆ ଆସିଯାଏ। ପ୍ରତି ଶ୍ରେଣୀକୁ ଯାଇ ଦପ୍ତରି ସବୁ ପିଲାଙ୍କ ଅଣ୍ଟିରେ ଆଞ୍ଜୁଲାଏ ଆଞ୍ଜୁଲାଏ ମୁଢ଼ି ଦେଇ ଚାଲିଯାଏ। ସ୍କୁଲର ଶେଷାର୍ଦ୍ଧରେ ଯଦି କଳାହାଣ୍ଡିଆ ମେଘ ଘୋଟିଆସେ, କେତେକ ସାହସୀ ପିଲା ଅଫିସକୁ ଯାଇ ହେଡ଼ମାଷ୍ଟରଙ୍କୁ କହନ୍ତି, ସାର୍, ଭାରି ଜୋରରେ ମେଘ ଘୋଟି ଆସୁଛି। ସେ ସଙ୍ଗେ ସଙ୍ଗେ ପଦାକୁ ଆସି ଆକାଶକୁ ଚାହାନ୍ତି ଏବଂ ସ୍କୁଲ ଛୁଟି ହୋଇଯିବାର ଘୋଷଣା କରିଦିଅନ୍ତି। ପିଲାମାନେ କିଚିରି ମିଚିରି ପାଟି କରି ଦୌଡ଼ା ଦୌଡ଼ି ହୋଇ ସ୍କୁଲ ଛାଡ଼ି ପଳାନ୍ତି। ପଲେଇ ଗଲାବେଳେ ହେଡ଼ମାଷ୍ଟ୍ରେ ଉପଦେଶ ଦିଅନ୍ତି, ବର୍ଷା ହେବା ପୂର୍ବରୁ ଶୀଘ୍ର ଶୀଘ୍ର ଘରକୁ ପଳାଇବ। ଯଦି ବାଟରେ ଯିବାବେଳେ ବର୍ଷା ହୋଇଯାଏ, ତେବେ କାହା ଘର ବାରଣ୍ଡାରେ ଠିଆ ହୋଇଯିବ। ବର୍ଷାରେ ତିନ୍ତିବ ନାହିଁ। ପିଲାମାନେ କିନ୍ତୁ ବର୍ଷାରେ ତିନ୍ତି ତିନ୍ତି ଘରକୁ ଯିବାର ସୌଭାଗ୍ୟ ଉଣ୍ଡୁଥାନ୍ତି। ଥରେ ଇଂଲିଶ ପରୀକ୍ଷା ଖାତା ଦେଖୁ ଦେଖୁ ଗୋଟାଏ ପିଲାର ନମ୍ବର ମିଶାଇ ଦେଖିଲେ 100ରୁ ବେଶି ହୋଇଯାଇଛି। ସେ ଅବାକ୍ ହୋଇଗଲେ। ଏହା କିପରି ହେଲା? ପ୍ରାୟ 50 ଥର ପୁନଃ ପୁନଃ ମିଶାଇ ଦେଖିଲେ ସେଇ ଏକା ନମ୍ବର। ତାଙ୍କ ମୁଣ୍ଡ ଖରାପ ହୋଇଗଲା। ସେ ମନେ ମନେ ଭାବିଲେ, ବୋଧହୁଏ କେଉଁଠି ତାଙ୍କ ମିଶାଣରେ ଭୁଲ ରହିଯାଉଛି। ତେଣୁ ସେ ଅଙ୍କ ଶିକ୍ଷକ ଆର୍ତ୍ତତ୍ରାଣ ଶତପଥୀଙ୍କୁ ଡକାଇ ପଠାଇଲେ। ସେ ମଧ୍ୟ ମିଶାଇ ଦେଖିଲେ ସେଇଆ ହେଉଛି। ସେ ବି ପ୍ରଥମେ ଏହାର କାରଣ କିଛି ସ୍ଥିର କରିପାରିଲେ ନାହିଁ। ବହୁତ ଭାବିବା ପରେ ସେ ଆଉ ଗୋଟାଏ କାଗଜରେ ପ୍ରଶ୍ନ ନମ୍ବରକୁ ଅଲଗା କରି ତଳକୁ ତଳ ଲେଖି ଚାଲିଗଲେ। ପ୍ରଶ୍ନରେ ଥିଲା ଯେ କୌଣସି 10ଟିର ଉତ୍ତର ଦେବାକୁ ହେବ। ପ୍ରଶ୍ନଗୁଡ଼ିକ ଗଣି ଦେଖିଲେ ତହିଁରୁ ବେଶି ଉତ୍ତର ଅଛି। ଛାତ୍ରଟି ଖାତାରେ ସମୁଦାୟ ପ୍ରଶ୍ନର ଉତ୍ତର ଲେଖିଦେଇଛି। ଫଳରେ ନମ୍ବର ବଢ଼ିଯାଇଛି। ଅସୁବିଧାଟି ଅଙ୍କ ସାର୍ ହେଡ଼ମାଷ୍ଟରଙ୍କୁ ବୁଝାଇଦେଲେ। ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ହେଡ଼ମାଷ୍ଟ୍ରେ ପ୍ରକୃତିସ୍ଥ ହେଲେ। ଏଇ ଘଟଣାଟି ବହୁ ଦିନ ଯାଏ ଶିକ୍ଷକ ତଥା ଛାତ୍ରମାନଙ୍କ ମନରେ ବେଶ୍ କୌତୂହଳ ସଞ୍ଚାର କରିଥିଲା। ଆର୍ତ୍ତତ୍ରାଣ ଶତପଥୀ ଅଙ୍କ, ସାହିତ୍ୟ ଓ ପଟା ପାଉତି ଲିଖନର ଶିକ୍ଷକ ଥିଲେ। ଅଙ୍କ ଓ ସାହିତ୍ୟ ପଢ଼ାଇଲା ବେଳେ ସେ ବେଶ୍ ଖୁସି ମନରେ ପଢ଼ାନ୍ତି ଓ ନ ବୁଝିପାରିବା ଛାତ୍ରକୁ ବାରମ୍ବାର ବୁଝାଇ ଦିଅନ୍ତି। ତାଙ୍କ ମନରେ କ୍ରୋଧ ଟିକେ ହେଲେ ଉଦ୍ରେକ ହେଉନଥିଲା। କିନ୍ତୁ ତମସୁକ ଲିଖନ ପଢ଼ାଇଲା ବେଳେ ସେ ରୁଦ୍ରମୂର୍ତ୍ତି ଧରୁଥିଲେ। ମୁଖସ୍ଥ ଥିବା ତମସୁକ କହିଗଲା ବେଳେ ଯଦି ପିଲା ଧାଡ଼ିଏ ଛାଡ଼ିଯାଏ, ତେବେ ସେ କ୍ରୋଧରେ ଅସ୍ଥିର ହୋଇ ଦାନ୍ତ କଡ଼ମଡ଼ କରି ବେତରେ ତାକୁ ନିର୍ମମ ଭାବରେ ପିଟି ପକାନ୍ତି।